ସବୁ ସରିଗଲା ଆରେ ଜବାନି ଝିଅକୁ ବୁଢା ସବୁ ତ ପରିବାର ହେଇଗଲା ତେରେ ସୁଖରେ ମୋ ଭାଣିଜିଟା ଏ ଗଲି ସେ ଗଲି ବୁଲି ସୁନ୍ଦର ଭାବରେ ଆରେ ତାର ଜୀବିକା ନିର୍ବାହ କରୁଥିଲା ହେଲେ ସେ ବୁଢା ରାଜା ସହିତ ଲଟର ପଟର ହେଇ ରାଜରାଣୀ ହେଲା ସତ କିନ୍ତୁ ତାର କିଛି ହେଲା ନାହିଁ ସବୁ ଗଲା ହେଲେ ଯୋଉ ଦିନଠୁ ସେ ରାଜା ପାଖରେ ରାଣୀ ହେଇଗଲା ସେଇ ଦିନଠୁ ମୁଁ ତାକୁ ଦେଖି ନାହିଁ ହେଲେ କେତେବେଳେ ଦେଖିଲେ ମୋ ଆଖିଟା ଭାରି ଖୁସି ହେବ ମୁଁ ତାକୁ ଖୋଜି ଖୋଜି ଥକି ପଡିଲିଣି ବା ହେଲେ ସେ ଗଲା କୁଆଡେ ମୋ ଗେହ୍ଲେଇ ଭାଣିଜିଟାକୁ ନ ଦେଖି ମୋ ଜୀବନଟା କେମିତି ଲାଗୁଛି କହିଲେ ଭାଣିଜି ରଶ୍ମି ରେଖା ଏ ଭାଣିଜି ରଶ୍ମି ରେଖା ଆରେ କୋଉଠି ରହିଛୁ ବା କିଛି ମୋ ଡାକଟା ତୁ କଣ ଶୁଣି କହିଲେ ଏ ଭାଣିଜି ରଶ୍ମି ରେଖା ଆରେ କୋଉଠି ରହି ତୁ ମାରୁଛୁ ବା ଚୌକା ଛକା ए मामू कौन है मामू भोग ही रड़ुच मामू ओहो भाई रश्मि रेखा आरे मु किए बोली तो मु चिन्ह पाले सेति पाई अरे ऊपर को देखुची तले को देखु ए मामू तमरे कौन है मामू एमिति सेमिति सेमिति कौन पाई होचो कोन हेउची भाणेजी हां मामू से कथा तोर कहि भाणेजी भाणेजी हाँ मामू मु तो जमा चिन्ह पार नथिले मु भाबुथिली अरे बहु स्वर्गरु कोन शरीर आइसरा कोन बोली अच्छा काहे तू तो केबे एमिति देखा जाउ नथिलु मामू आज काली तो भारी सतरी कौन हो ते पागल परी ही जाउछ मामू अच्छा कहलु भाणेजी हां जी आज काली को संरक्षो खाउछु बा एमिति दिसु तो बाहर छोटा के आ मु कोन मिछ कहली अच्छा भाणेजी हां मामू हेले तू तो बाहेलु सत जे हां जी हेले कौन कहते कि मतलब भाणेजी हेले ସେଇଟା ମୋ ତାକୁ କଣ କହନ୍ତି कौन कहती ଆରେ କୁଲୁକୁଲି ଆମ କୁଲୁ हेलो भाणेजी हाँ मामू आए देशु तो कॉलेज स्कूल को मध्य पड़ी जाउछु बुझा तो मामू पराही तला ऊपर हेउची हेले टोका माने कोन हेउ नथिबा मु खुश मथा कहि पा ए मामू हां
ଯାହା କହିବାର ଅଛି ମାମୁଁ ମତେ ସିଧା ସିଧା କହି ଯାଅ ମତେ ଅଙ୍କେ ବଙ୍କେ କହିଲି ନା ଆଉ ଜମାରୁ କଣ ଠିକ କହିବି? ଲାଗେନି ଆଉ କଣ କହିବି ଖପା ଆଳୁ ଚାକୁ ଆରେ ହଁ ରାଜା ତ ତତେ ସାନ ରାଣୀ ଭାବରେ ଆଣିଲା ସତ ସତ ତ ହଁ ମାମୁଁ ହେଲେ ସେ ବଡ ରାଣୀ ଚନ୍ଦ୍ରକାନ୍ତିର ତା ଝିଅ ସେ ଝିଅ ବଡ ହେଇକି ଏବେ ସେ ମଧ୍ୟ ଗୁଲୁ 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 ହେଇ ଫୁଲ କରି ଉଡ଼ିଯିବା ପାଇଁ ହେଲେ ତୁ ଏ କୁଲରେ ହେଲୁ ନା ସେ କୁଲରେ ହେଲୁ ନା ରାଜର ମା କେବେ ହେଇପାରୁ ଆଚ୍ଛା କାହିଁ ଏମିତି କଣ ହୋର କେବେ କହିପାରୁଛୁ ଏ ମାମୁଁ ଆରେ ତୋ ଗର୍ଭରେ ତ ଛୁଆ ହେଲାନି ପୁଣି ରାଜା ତ ତତେ ଗେଲ କଲାନି ଆଉ କଣ ଅଛି ଏ ମାମୁଁ ହଁ ତମେ ଏ କଣ କହିଯାଉଛ ମାମୁଁ ମୁଁ ଜମାରୁ ବୁଝିପାରୁନି ଜମାରୁ ବୁଝିପାରୁନୁ ନା ନା ମୁଁ ବୁଝିପାରୁନି ଆଉ କେବେ ବୁଝିବୁ ଖପାଟ ଆଉ କଣ ବାକି ରହିଲା ତୁ କେବେ ରାଜରାଣୀ ସୁଖରେ ରହିପାରୁନି ଆଉ ମା କେବେ ହେଲୁନି ହେଲେ ଏମିତି କଣ ସେମିତି ସତରୀ ମାମୁଁ ସେ ରାଜା ମୋ ସହିତ ଏମିତି ଖେଳ ଖେଳୁଛି ଆଉ କଣ ମୁଁ ନିଜ କହିବି ଏ ମାମୁଁ ଓ କହି ଭାଣିବି ଏ ରଶ୍ମି ରେଖାକୁ ନା ଭଲ ଭାବରେ ଚିହ୍ନିନି କି ଜାଣିନି ମାମୁଁ ଚିହ୍ନିଛି ହେଲେ ହଁ ଆଗକୁ ସେଇଆ ତ କିଛି ହେଇପାରିଲାନି ଏବେ କଣ କରିବୁ ତାହେଲେ ମୁଁ କଣ କରିବି ମାମୁଁ ମତେ ବୁଦ୍ଧିଟି ଦିଶୁନି ମାମୁଁ କଣ କରିବୁ କିଛି ସେଇଟା ତୁ ଜାଣିବୁ ମୁଁ କିଛି ବୁଝିପାରିବୁନି ହେଲେ ଭାଣିଜି ହଁ ମାମୁଁ ଏ ଭାଣିଜି ଶୁଣେ କଣ କରିବୁ କଣ କରିବି ତାର ପାଇଁ ଗୋଟାଏ ବ୍ରହ୍ମାସ୍ତ୍ର ରଖିଛି ବ୍ରହ୍ମାସ୍ତ୍ର ଆଚ୍ଛା ସେ ବ୍ରହ୍ମାସ୍ତ୍ର ଦେଖିବୁ ବ୍ରହ୍ମାସ୍ତ୍ର ହଁ ତାହେଲେ ମୁଁ କଣ କରିବି ଆରେ ଦେଖିଲେ ତ ତୁ ଜାଣିବୁ ସେ ବ୍ରହ୍ମାସ୍ତ୍ର କଣ ହେବ ଯେ ଦେଖିବୁ ହଁ ହଁ ମୁଁ ନିଶ୍ଚୟ ଦେଖିବି ମାମୁଁ ଡରିବୁନି ତ ନା ନା ମୁଁ ଡରିବିନି ହଉ ଠିକ ଅଛି ତୁ ସେଇଠି ଟିକେ ବସେ ମୁଁ ତତେ ଦେଖେଇ ଦଉଛି ହେଲା ଠିକ ଅଛି ମାମୁଁ ଯା, ସେଇଠି ଟିକେ ବସେ ଏପଟ ସେପଟ ଆଖି କେବୁ କେମିତି କରିବୁନି अरे पुतुरा बाघा ए पुतुरा बाघा अरे आइलू रे अरे शीघ्र आरे कोउठी अछु बा शीघ्र आ ହେଇଟି କାକାଶ୍ରୀ अरे पुतुरा ଏମିତି ଉଚ୍ଚ ସ୍ୱରରେ ଚିତ୍କାର କରି ଚାଲିଛ ବାଘା 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 ତୁମକୁ କଣ ସତ ସତିକା ବାଘ ଖାଇଯାଉଛି ମୋତେ ଯଦି ବାଘ ଖାଇଦବ ତୁ କଣ ଖୁସିରେ ରହିବୁ ନା ସେଇ ଜିଅନ୍ତା ବାଘ ହେଉନା ପଛକେ ତା କଲିଜା ଟାଣି ଆଣି ଖାଇଦେବେ ହେଲେ ତୋ ଭଲି ପୁତୁରା ଥାଉ ଥାଉ ତୋ କାକାକୁ କଣ ଜନ୍ତ ବାଘ ଆରେ ତୁ ତ ବାଘର ବାଘ ରାଣା କହିଲେ ଆପଣ ବାଘ ମୋହର ବାଞ୍ଚିଛି ବୋଲି ନାମ ବିଧି ଅଛି ବାଘ ରାଣା ଆରେ ବାଘ ମାନଙ୍କର ତୁ ହେଉଛୁ ରାଣା ରାଣା ଆରେ ବାଘ ତୁ ବି ଆଉ ବଢିଆ ହେଲେ ଗୋଟେ ରାଜ୍ୟ ହଁ
ଯେମିତି ଉଚ୍ଚ ସ୍ୱର ଡାକିଲ ହଁ ସେପଟେ ମୋ ଚିକେନ ଲେଗ ପିସଟା ଅଧ ଖଣ୍ଡିଆ ହେଇ ପଡି ରହିଗଲା। ଆରେ ଚିକେନ ଲେଗ ପିସ୍ ଦିନ ଖଣ୍ଡିଆ ହେଇଛି ତେଣୁ ହେଲେ ତୋ ପାଇବି ଲେଗ ପିସ୍ ଟା ଆଉ କିଛି ରେ କେଉଁ କାର୍ଯ୍ୟ ପାଇଁ ମୋତେ ଠାକୁର ଆସିବାକୁ ହେଇଛି ତାହା ଶୀଘ୍ର ଶୀଘ୍ର ଅବଗତ। ହେଲେ କହିବି କହିଲେ ପୁତୁରା ହେଲେ ତତେ କହିବି ଆଚ୍ଛା ମୋ ପଟକୁ ଟିକେ ଅନା ଅନେଇଲି ମାନେ ତତେ ମୁଁ ଯୋଉ ଚାକିରି କଥା କହୁନଥିଲି ରାଜାଙ୍କ ପାଖରେ ବଡିଗାର୍ଡ ରହିବା ପାଇଁ ନିଶ୍ଚୟ ଆରେ ଚାକିରିଟା ତ ପୁରା ହେଇଗଲା ପୁରାପୁରି ଫାଇନାଲ। ଫାଇନାଲ ହେଇଗଲା ତାମାନେ ହେ କାକାଶ୍ରୀ ହରେ ପୁତୁରା ଆ ବଲ ତ ମୋତେ ବି ତାମାନେ ସେହି ନାରୀ ପିତୃହନ୍ତା ନର ରାକ୍ଷସ ରାଜା ବିପଦଟାକୁ ନିଜେ ନିଜେ ବରମାଲା କରି ପିନ୍ଧି ଲାଗିଲା ଏ ପୁତୁରା ଭାରି ରୋମାଣ୍ଟିକ ଲାଗିଲା। ରୋମାଣ୍ଟିକ ଟା ଫୁଲ ଗୋପାଳ ହେଇଗଲା ଏ ପୁତୁରା ଆଚ୍ଛା ଶୁଣେ ଶୁଣେ ହେଠି ହେଠି ଆଚ୍ଛା ମୁଁ ତତେ ଯୋଉ ମୋ ଭାଣଜୀ ରଶ୍ମି ରେଖାର କଥା କହୁନଥିଲି ଓହୋ ହଁ ମନେ ପଡୁଛି ତ ସେ ମୋ ଭାଣଜୀ ରଶ୍ମି ରେଖା ମ ହେଲେ ମନେ ପଡିଲା। ହଁ ହଁ ଯୋଉ ମୁଁ ତତେ ମୋ ଭାଣଜୀ ରଶ୍ମି ରେଖାର କଥା କହୁନଥିଲି ଆଜ୍ଞା ଆରେ ସେ ମୋ ଭାଣଜୀ ପରା ଅନ୍ନାରେ ଅନ୍ନାରେ এই কাকা ତାହେଲେ କାକାଶ୍ରୀ ମୁଁ ଟିକେ ପ୍ରେମ ନିବେଦନ କରି ପଚାରି ବୁଝି ଦେଖେ ଯଦି ମୋ କଥାରେ ରାଜି ହୁଏ ତାହେଲେ ଆମ ପ୍ଲାନ୍ଟା ପୁରାପୁରି ରଶ୍ମି ରେଖା ଅନାନେ ହ୍ୟାଲୋ ତୁମ ନାଁଟା ଯେମିତି ହେଇଥିଲା ପିହି ଠିକ ଗୋଟେ ଚାଉଳରେ ଗଢ଼ିছিল ସରଳ ଲେଖା ନୁହଁକୁ ବକ୍ର ରେଖା ନୁହଁ ନାଁଟା ରଶ୍ମି ରେଖା ଯେମିତି ପୁରା ରସେ ରସ ନବଲେ ନବଲେ ଆଲୋ ଦେଖିଲା ମାତ୍ରକୁ ଆଉ ପ୍ରେମ ଭିକ୍ଷା କରି ରହିପାରୁନି ଲୋ ଆଉ ତୁମେ ଯଦି ମୋ ପ୍ରେମ ଭିକ୍ଷା ରକ୍ଷା କରି ଯଦି ମୋ ପ୍ରେମକୁ ସ୍ୱୀକାର କର ତାହେଲେ ପାଟରାଣୀ ସଜାଇବି ଏହି ଚମ୍ପକଗଡ଼ ରାଜ୍ୟ ହୀରା ନୀଳାମତି ମାଣିକ୍ୟରେ ଗଢ଼ା ଏହି ଚମ୍ପକଗଡ଼ ରାଜ୍ୟ ସେଇଠି ସାଜିବ ପାଟରାଣୀ ଆଉ ମୁଁ ସାଜିବି ରାଜା ରାଜେଶ୍ୱର ତେଣୁ ରଶ୍ମି ରେଖା ହ୍ୟାଲୋ ହ୍ୟାଲୋ ମନା କର ନା ଏଇ ଦେଖ କେତେ ସ୍ନେହ ମମତାର ସହିତ ନେଇ ଆସିଛି କଣ୍ଟା ବାଡ଼ରୁ ଗୋଟାଏ ଗୋଳା ଏ ବାଘ ଏ ତୁମେ କଣ କରି ଯାଉଛ ବାଘ
ଏଇଠି ରଶ୍ମି ରେଖା ଏଇ ଗୋଲାପ ଫୁଲର ସୁଗନ୍ଧ ଯେମିତି ତାଠୁ ଭାରି ସୁଗନ୍ଧ ତ ତୁମ ଏହି ହଜାରେ ବନ୍ଧୁକକୁ 100 କମାଣ ଏକା ଲଢ଼ିବ ଏହି ବାଘ ରାଣା ନିଜେ ଲେଖିବ ନିଜ ଇତିହାସ। କଣ କହିଲ କାକାଶ୍ରୀ? ତେଣୁ ଯେତେବେଳେ ମୋ ପ୍ରେମକୁ ଯେତେବେଳେ ସ୍ୱୀକାର ଦେଇଅଛ ତାହେଲେ ପରସ୍ପର ହସ୍ତରେ ହସ୍ତ ରଖି ବିବାହର ସତ୍ୟତା କରାଇ ନେବା। ଏ ଭାଣିଜି ରଶ୍ମି ରେଖା ଆରେ ପୁତୁରାଟା ଯୋଉଟା କହିଛି ହଁ ଜି ଆରେ ତୁ ହଁ ରେ ହଁ ମିଶାଇ ଆରେ ହାତଟା ମିଶେଇ ଦେ। ସାକ୍ଷୀ ରହିବ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ସାକ୍ଷୀ ରହିବେ 10 କପାଳ। ତାହେଲେ ଆଲୋ ଯା ହେଇଲୁ କଣ ଏ ବାଘା ମୋ ହାତରେ ହାତ ଛନ୍ଦି ଦେବି ଯେ ହେଲେ ବାଘା ମୋ କଥା ରଖିବାକୁ ପଡିବ। ନିଶ୍ଚୟ ରଖିବି। ଏ ବାଘା ଓହୋ ଉଠ କହିଲେ ଉଠିବ, ମୁଁ ବସ କହିଲେ ବସିବ ନା। ହେଲେ ବାଘା ମୁଁ ଆପଣଙ୍କ କଥାରେ ରାଜି ହେଇ ମୋ ହାତରେ ହାତ ଛନ୍ଦି ଦେବି ବାଘା। ହଁ ମୁଁ ନିଶ୍ଚୟ ଛନ୍ଦି ଦେବି। ଯା ବୁଲି ଯା। ଆଜିଠାରୁ ବେନି ପ୍ରାଣ ଏକ ଆତ୍ମା ବୁଝିପାରିଲ ରଶ୍ମି ରେଖା? ହଁ ବାଘା ତୁମକୁ ଯେତେ ବି ନିର୍ଯାତନା ଦେଇଛି ସେହି ମାତୃ ପିତୃ ହନ୍ତା ମୋର ଜନ୍ମ ହେଲା ମାତ୍ରକେ ମୋ ପିତା ମାତାଙ୍କୁ ମାରି ଫିଙ୍ଗିଥିଲା ନିଘଞ୍ଚ ଘୋର କାନନ ମଧ୍ୟରେ। ମୋତେ ମାରି ଫିଙ୍ଗିଦେଲା ବାଘର ଗୁହାରେ। ଛାଡ଼ିବିନି ରାଜା। ରପା 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 काटूंगा झुकूंगा नहीं। এইটি কাকাশ্রী ଏ ଶୁଣ ଆଚ୍ଛା ଏ ଯୋଜନାଟା ଯଦି ରାଜା କାନକୁ ଚାଲିଯାଏ ତାହେଲେ ଆମ ଯୋଜନାଟା ପୁରା ଫେଲ ମାରିଯିବ। ঠিক କହିଲେ ଏଣୁ ସେ ରାଜା କଣ କରୁଛି କେମିତି କରୁଛି ମୁଁ ଟିକେ ଯାଇକି ତାର ଭଲ ବଦଳ ଏପଟେ ତମେ 2 ଜଣ ଥାଇ ସବୁ ଦୃଶ୍ୟଟା ଦେଖି ଆସି ଫୁଙ୍କି ଦେବେ ମୋର କର୍ଣ୍ଣରେ ବଇସି ବଜେଇ ଦେବି। ତାହେଲେ ଆସନ୍ତୁ କାକା। ରଶ୍ମି ରେଖା ଛାଡ଼ିବାଣି ସେହି ମାତୃପିତୃ ହନ୍ତ ବୃଦ୍ଧ ରାଜାକୁ। ଅତ୍ୟାଚାରୀ ରାଜା ପାଇବୁରେ ସଜା ରାଜ୍ୟରୁ ହେବୁ ପରଜାରେ। ଅତ୍ୟାଚାରୀ ରାଜା ପାଇବୁରେ ସଜା ରାଜ୍ୟରୁ ହେବୁ ପରଜାରେ। ଭିକାରୀ ମାଗି ତୁ ଭିକ ମାଗିବୁ ପ୍ରଜା ଦେଖିବେ ତୋ ମଜାରେ। ଅତ୍ୟାଚାରୀ ରାଜା ପାଇବୁରେ ସଜା ରାଜ୍ୟରୁ ହେବୁ ପରଜାରେ। ରପା ରପା ବୁଝିପାଇଲେ? ରାଜ ସିଂହାସନ ତାରା ଚମକୁଟ ଅଳ୍ପ ଦିନ ହେବ ଆମ୍ଭଙ୍କର ଆଗତ। ରାଜ ସିଂହାସନ ତାରା ଚମକୁଟ
অল্প দিনে হব আম কৰাগত রাজা রানী হই পালিবা পরজা রাজা রানী হই পালিবা পরজা উড়িব বিজয় ধ্বজারে অত্যাচারী রাজা পাইবুরে সজা রাজ্যରୁ হেবু পরজারে ভিকারি সাজিত ভিক মাগুথিবু প্রজা দেখিবে তো মজারে ছড়ুঙ্গা দেহি রাজা রপ্পা রপ্পা কাটুকা পন ରେଖା ହଁ ମୁଁ ବୁଝିପାରୁଛି ବାଘ ମୋ କହିବା କଥା ବୁଝିଲେ ତ ହଁ ବାଘ ଯେମିତି ସେହି ବୃଦ୍ଧ ରାଜା ଜାଣି ନ ପାରେ ସେମିତି ଆମକୁ ଯେମିତି ବିଲେଇ ଆଖି ବୁଝି ବୁଝି ଗୋରସ ପିଇଥାଏ ଠିକ ସେମିତି କାର୍ଯ୍ୟ କରିବାକୁ ପଡିବ ଆଉ ତା ନହେଲେ ସେ ସଲାଟା କଞ୍ଚା ଖାଇଯିବ ସେଇଟା ମଣିଷ ନୁହଁ ସେଇଟା ହେଉଛି ଗୋଟାଏ ଭିନ୍ନ ମଣିଷ ତେଣୁ କାଳ ବିଳମ୍ବନ କରିବା ହୁରିବା ଚମ୍ପକଗଡ଼ ରାଜ ଦରବାରେ ଆସୁଛି ରାଜା ଆସୁଛି ଦୀର୍ଘ ଦିନର ପ୍ରତିଶୋଧ ନେବ ଆଜି ବାଘାରର ଚଲିଆ ମୋ ନାଁଟା ହେଉଛି ରଶ୍ମି ରେଖା ସରଳ ରେଖା ନୁହଁ କି ବକ୍ର ରେଖା ନୁହଁ ମୁଁ ଗୋଟେ ହେଉଛି ଅନାଲ ଶିଖା ତୁ ଜଳି ପୋଡ଼ି ପାଉଁଶ ହେବୁ ରାଜା ତୁ ଜଳି ପୋଡ଼ି ପାଉଁଶ ହେବୁ ଏ ରଶ୍ମି ରେଖା ନ ଏମିତି ଖେଳ ଖେଳିବ ଯେ ঝকি ফাটিব রাজ্য